ସେହି ମଣିଷ ଉପରେ କେବେ ବିଶ୍ୱାସ କରନ୍ତୁ ନାହିଁ ଯିଏ ଅନ୍ୟର କଥା ଆପଣଙ୍କୁ କୁହେ। ବୁଦ୍ଧି ସମସ୍ତଙ୍କ ପାଖରେ ଅଛି। କେହି ଚାଲାକ କରି ଛଳନା କରିବ କି ନିଜକୁ ସତ୍ୟ ପଥରେ ରଖିବ ତାହା ବ୍ୟକ୍ତିତ୍ୱର ସ୍ୱଭାବ ଏବଂ ସଂସ୍କାର ଉପରେ ନିର୍ଭର ଅଟେ। ଚାଲାକ ତ ଦିନେ ନା ଦିନେ ନିଶ୍ଚୟ ଧରା ପଡ଼ିବ, କିନ୍ତୁ ସଚ୍ଚୋଟର କାଳ କାଳ ଧରି ଚମକିବ। ଯଦି ଆପଣଙ୍କର ଆର୍ଥିକ ଅବସ୍ଥା ଠିକ୍ ଥାଏ ତେବେ ଲୋକ ଉଦ୍ଧାର ମାଗିବେ, ଏବଂ ଯଦି ଆର୍ଥିକ ଅବସ୍ଥା ଠିକ୍ ନଥାଏ ତେବେ ଲୋକ ଆପଣଙ୍କୁ ଆଦର ଏବଂ ସମ୍ମାନ କରିବେ ନାହିଁ। ସେଥିପାଇଁ ସୁଖ ଏବଂ ଦୁଃଖ ଉଭୟକୁ ନିଜ ଭିତରେ ରଖିବା ଉଚିତ। ଯଦି ହୃଦୟରେ ଭକ୍ତି ଥାଏ ତେବେ ଆଞ୍ଜୁଳାଏ ଜଳ ମଧ୍ୟ ଗ୍ରହଣୀୟ, ଆଉ ଯଦି ଭକ୍ତିରେ ତ୍ରୁଟି ଥାଏ ତେବେ 56 ଭୋଗ ମଧ୍ୟ ଅର୍ଥହୀନ। ଯଦି ହୃଦୟରେ ଭକ୍ତି ନଥାଏ ତେବେ ସମସ୍ତଙ୍କୁ ଭଲ ପାଇବା ମଧ୍ୟ ଅର୍ଥହୀନ ହୋଇଥାଏ। ଯଦି ଆପଣ ଭଲ, ବାସ୍ ଆପଣ ଭଲ ହୋଇ ରୁହନ୍ତୁ, ତେବେ ନିଜକୁ ଭଲ ବୋଲି ଦେଖାଇ ହୁଅନ୍ତୁ ନାହିଁ। ଆପଣଙ୍କର ଭଲପଣା କେହି ନ ଦେଖିଲେ ମଧ୍ୟ ଉପରେ କେହି ଜଣେ ଆପଣଙ୍କୁ ଦେଖୁଛି। ସମ୍ପର୍କ ଗଢ଼ିବା ଆବଶ୍ୟକ ହୋଇଥାଏ, ମିତ୍ରତା ରଖିବା ମଧ୍ୟ ଏହି ସଂସାର ପାଇଁ ଆବଶ୍ୟକ, କିନ୍ତୁ ତାହା ସହିତ ଏକୁଟିଆ ରହିବା ମଜା ଆସୁଥିବା ବି ଆବଶ୍ୟକ। ନିଜକୁ ଏପରି ଗଢ଼ନ୍ତୁ କେହି ଆପଣଙ୍କୁ ଛାଡ଼ି ତ ପାରିବ କିନ୍ତୁ କେବେ ଭୁଲି ପାରିବ ନାହିଁ। ଭଲ ହୃଦୟର ମଣିଷ ହୁଏତ ଏକୁଟିଆ ରହିଯାଏ ପାରନ୍ତି, କିନ୍ତୁ ଭଗବାନ ସର୍ବଦା ତାଙ୍କ ସହ ବିଦ୍ୟମାନ ରହିଥାନ୍ତି। ମଣିଷକୁ ଜୀବନରେ ସବୁ କିଛି ମିଳିଯାଏ, ବାସ୍ ତାକୁ ନିଜର ଦୋଷ ମିଳିନଥାଏ। ନିଜ ଧନ, ବଳ, ଯଶ କିମ୍ବା ସାମର୍ଥ୍ୟ ପାଇଁ କେବେ ଅହଙ୍କାର କରିବ ନାହିଁ। ପଥର କେବଳ ନିଜର ଓଜନ ପାଇଁ ପାଣିରେ ବୁଡ଼ିଯାଏ। ଅପ୍ରିୟ ସତ କୁହନ୍ତୁ, କିନ୍ତୁ କଥାର ଶୈଳୀ ବି ରଖନ୍ତୁ। ଏହି ମୁହଁରେ ମିଠା ଏବଂ ଖଟା ଉଭୟ ଅଛି। ସତ କିପରି ପରଶିବା ତାହା ନିଜ ବୁଦ୍ଧି ଉପରେ ପ୍ରଶ୍ନ ପଡ଼ିଥାଏ। ଅତୀତକୁ ନେଇ ଚିନ୍ତା କିମ୍ବା ଦୁଃଖ କରିବା ଅପେକ୍ଷା ଅନେକ ଗୁଣ ଭଲ ହେବ ଯଦି ଆମେ ଅତୀତରୁ କିଛି ଶିକ୍ଷା ନେଇ ବର୍ତ୍ତମାନକୁ ସଜାଡ଼ିବାରେ ମନ ଦେବା, ଯାହାଦ୍ୱାରା ଭବିଷ୍ୟତ ମଧ୍ୟ ଆପେ ଆପେ ସଜାଡ଼ି ହୋଇଯିବ। ତାହା କେବଳ ମନ ହୋଇଥାଏ ଯାହା ବିଚାର କରିଥାଏ, କିନ୍ତୁ ଶତ୍ରୁ ବା କିଏ ମିତ୍ର ହୋଇନଥାଏ। ଯଦି ଆମେ ନିଜ ମନକୁ ଶାନ୍ତ ରଖିବା, ସମସ୍ତଙ୍କ ସମଦୃଷ୍ଟିଠାରୁ ମଧ୍ୟ ଉଦ୍ଧାର ଦେଖିବା, ତେବେ ଆମେ ଜାଣିପାରିବା କି ଆମର କିଏ ଶତ୍ରୁ ଏବଂ କିଏ ପ୍ରକୃତରେ ମିତ୍ର ଅଟନ୍ତି। ନର୍କର 3ଟି ଦ୍ୱାର ଏହି ମର୍ତ୍ତ୍ୟମଣ୍ଡଳରେ ସର୍ବଦା ଥାଏ: କ୍ରୋଧ, ଲୋଭ ଏବଂ କାମନା। ଯଦି ଏହିଗୁଡ଼ିକର ଆମେ ସମ୍ପୂର୍ଣ୍ଣ ଜୀବନ ନିଜେ ପୃଥକ କରିପାରିବା, ବିଶ୍ୱାସ କରନ୍ତୁ, ଜୀବନରେ ସତ୍ୟ, ଧର୍ମ ଏବଂ ବିଶ୍ୱାସର ମାର୍ଗ ସର୍ବଦା ଆପଣଙ୍କ ପାଇଁ ଖୋଲା ରହିବ। ଭଗବାନ ହୃଦୟରୁ ଆପଣଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିବ। ଯଦି ତୁମେ ସତ ପଥରେ ଥାଅ, ତୁମକୁ ହରାଇବା ସହଜ ହୋଇଥାଏ, କିନ୍ତୁ ତୁମେ ହାରିବା ପାଇଁ ଡର ନାହିଁ। ସତ୍ୟର ଜୟ ନିଶ୍ଚୟ ହୋଇଥାଏ। ଭଗବାନ ନିଜେ ଏହାର ଶଙ୍ଖନାଦ କରିଥାନ୍ତି। ବାସ୍ ତୁମେ ନିଜ ଉପରୁ ବିଶ୍ୱାସ କେବେ ଉଠାଅ ନାହିଁ। ଭକ୍ତି ଭଗବାନଙ୍କ ନିକଟରେ ରଖନ୍ତୁ ଏବଂ ଏକାଗ୍ରତା କର୍ମ ଉପରେ ରଖନ୍ତୁ। ଆପଣ ସେ ପର୍ଯ୍ୟନ୍ତ ହାରିପାରିବେ ନାହିଁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ମନ ହାର ନ ମାନିଛି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ତୁମେ ଧୈର୍ଯ୍ୟର ଯୁଦ୍ଧ କର। ଅନ୍ୟାୟର ପରାଜୟ ଡେରିରେ ହେଉ, କିନ୍ତୁ ନିଶ୍ଚୟ ହେବ, ସମ୍ପୂର୍ଣ୍ଣ ହେବ। ଅତ୍ୟଧିକ ପ୍ରେମ ମଧ୍ୟ ମଣିଷକୁ ବୁଦ୍ଧିହୀନ କରିଦେଇଥାଏ। ଅତୀତ ବିତି ଯାଇଛି, ଭବିଷ୍ୟତ ପ୍ରତୀକ୍ଷାରେ ଅଛି, କେବଳ ବର୍ତ୍ତମାନ ସାଥିରେ ଚାଲିଛି। ସମୟ କେହି ରହିନଥାଏ। ଆଜି ଯଦି ଖରାପ ଚାଲିଛି ତେବେ କାଲି ଅବଶ୍ୟ ଭଲ ହୋଇଥାଏ। ଆପଣ କେବଳ ନିଃସ୍ୱାର୍ଥ ଭାବରେ କର୍ମ କରି ଚାଲନ୍ତୁ, କାରଣ କର୍ମ ହିଁ ଏବେ ହାତରେ ଅଛି। ମଣିଷ ଜୀବନରେ ଖୁସିରେ ସବୁଠାରୁ ବଡ଼ ରହସ୍ୟ ନିଜ ଇଚ୍ଛାକୁ ତ୍ୟାଗ କରିବା ହୋଇଥାଏ। ନିଜକୁ ଶାନ୍ତ ତଥା ନୀରବ ରଖିବା ଏକ ଉତ୍ତମ ସ୍ୱଭାବ ହୋଇଥାଏ, କିନ୍ତୁ ଯେବେ କଥା ଆତ୍ମସମ୍ମାନର ବା ଅନ୍ୟାୟର ଆସେ, ସେତେବେଳେ ନୀରବ ରହିବା ଭୀରୁତା ପରିଚୟ ଦେଇଥାଏ। ଏହା ଏକ କଟୁ ସତ୍ୟ ଅଟେ। ଭଲ ଭାଗ୍ୟରେ ଲୋକମାନେ ଟିକିଏ ଦୁଃଖରେ ଭଗବାନଙ୍କୁ ଦୋଷାରୋପ କରନ୍ତି ଏବଂ ଖରାପ ଭାଗ୍ୟରେ ଲୋକମାନେ ଟିକିଏ ଖୁସି ମିଳିଗଲେ ଭଗବାନଙ୍କୁ ସ୍ମରଣ ଏବଂ ଧନ୍ୟବାଦ କରନ୍ତି। କର୍ମଫଳଠାରୁ ବଞ୍ଚିବା ଅସମ୍ଭବ ହୋଇଥାଏ। କର୍ମର ଫଳ ଏକ ବାଛୁରୀ ପରି ହୋଇଥାଏ, ଯିଏ ସହସ୍ର ଗାଈମାନଙ୍କ ମଧ୍ୟରୁ ନିଜ ମାଆକୁ ଖୋଜି ନେଇଥାଏ। ମନ ନିର୍ମଳ ଥିଲେ ଗାଢ଼ିଆ ଗଙ୍ଗା। ଯଦି ଆପଣ ମନ ସ୍ୱଚ୍ଛ ହୋଇଥାଏ ଏବଂ ସୁନ୍ଦର ହୋଇଥାଏ, ତେବେ ଏହି ସହସ୍ର ସଂସାର ଆପେ ଆପେ ଆଖିକୁ ସୁନ୍ଦର ଦେଖାଯିବ। ଆତ୍ମା ନା ଜନ୍ମ ନେଇଥାଏ, ନା ହିଁ ତାର ମୃତ୍ୟୁ ଥାଏ। ନା ତାକୁ କେହି ଜାଳିପାରିବେ, ନା ହିଁ ତାକୁ ଜଳରେ ଓଦା କରି ଯାଇପାରିବ। ଆତ୍ମା ଅମର ହୋଇଥାଏ, ଅବିନାଶୀ ହୋଇଥାଏ। ଯଦି କେହି ଆପଣଙ୍କୁ ଭଲ ଲାଗୁଥାଏ, ତେବେ ସେ ଭଲ ନୁହେଁ। ଆପଣ ଯାହାକୁ ଦେଖୁଛ, ଆପଣଙ୍କର ଦୃଷ୍ଟିକୋଣ
କ'ଣ ଭଲ ହୋଇଥାଏ, ଯାହା ଭଲ ଦୃଷ୍ଟିରେ ଦେଖିବାର କଳା ରହିଥାଏ। ମଣିଷ ଜୀବନରେ ଭୁଲ କରିସାରି ଏକଟିଆ ଦୁଃଖୀ ହୋଇନଥାଏ, ଯେତିକି ସେଇ ଭୁଲକୁ ଭାବି ଭାବି ହୋଇଥାଏ। ଜୀବନ ବଦଳିବାର କେତୋଟି ସମୟ ଲାଗିନଥାଏ ଏବଂ ବେଳେବେଳେ ସମୟ ବଦଳିବାକୁ ପୁରା ଜୀବନ ଲାଗିଯାଇଥାଏ। ଯେଉଁ ବ୍ୟକ୍ତି ନିଜ କର୍ମଠାରୁ ବିମୁଖ ହୋଇଯାନ୍ତି, ଭଗବାନ ମଧ୍ୟ ତାଙ୍କଠାରୁ ବିମୁଖ ହୋଇଯାନ୍ତି। ଭଲ କାର୍ଯ୍ୟ କରିବା ଜାରି ରଖନ୍ତୁ, ତେଣିକି କେହି ଆପଣଙ୍କର ପ୍ରଶଂସା କରନ୍ତୁ କି ନିନ୍ଦା, ଆପଣ ଅଣଦେଖା କରନ୍ତୁ। ସାରା ଦୁନିଆ ଶୋଇଥାଏ, ତଥାପି ସୂର୍ଯ୍ୟ ଉଦୟ ହେବାର ହେଳା କରିନଥାଏ। କିଛି ଲୋକ କେବଳ ଦେଖେଇ ହେବା ପାଇଁ ନିଜକୁ ଦେଖେଇଥାନ୍ତି। ସେମାନେ ଭୁଲିଯାନ୍ତି କି ପରମାତ୍ମା ସମସ୍ତଙ୍କ ଭିତରେ ଏବଂ ବାହାରୁ ଉଭୟ ପାର୍ଶ୍ୱରେ ଜାଣିଛନ୍ତି। ଅଧିକ ଚିନ୍ତା କରୁଥିବା ଲୋକ ଏହି 5ଟି କଥା ମନେ ରଖନ୍ତୁ, ଖୁସିରେ ରହିବେ। ନିଜକୁ ଅନ୍ୟ ସହ ତୁଳନା କରନ୍ତୁ ନାହିଁ। ଅତୀତରେ ଦୁର୍ଘଟଣାକୁ ଭୁଲି ଯାଆନ୍ତୁ। ନିଜକୁ ପାରୁ ପର୍ଯ୍ୟନ୍ତ ବ୍ୟସ୍ତ ରଖନ୍ତୁ। ଭବିଷ୍ୟତ ପାଇଁ ଚେଷ୍ଟା କରନ୍ତୁ ନାହିଁ, ଚିନ୍ତା କରନ୍ତୁ ନାହିଁ। ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ନିଜ ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ। ସ୍ୱାର୍ଥର ଚିନ୍ତା ଏବଂ ଉଭୟ ରୋଗ, ଏହି ଦୁଇଟି ଯାକ ଆପଣଙ୍କ ଆତ୍ମୀୟ ଶକ୍ତିକୁ ଛିନ୍ନ ଛିନ୍ନ କରିଦେଇଥାଏ। କେବଳ ଧନ ଉପାର୍ଜନ କରିବାକୁ ରୋଜଗାର କୁହାଯାଏନି। ଅଭିଜ୍ଞତା, ସମ୍ପର୍କ, ପ୍ରେମ, ସମ୍ମାନ ଏବଂ ଶିକ୍ଷା, ଏ ସମସ୍ତ ମଧ୍ୟ ଜୀବନରେ ରୋଜଗାର କରିବା ଉଚିତ, ଯାହା ଜୀବନରେ ଥିଲାବେଳେ ଏବଂ ମୃତ୍ୟୁ ପରେ ମଧ୍ୟ କାମରେ ଆସିଥାଏ। ଯିଏ ଇଚ୍ଛାକୁ ତ୍ୟାଗ କରିଥାଏ, ମୁଁ ଏବଂ ମୋର ଏହି ଭାବନାକୁ ନିଜକୁ ମୁକ୍ତି କରିଦେଇଥାଏ, ତାଙ୍କୁ ଶାନ୍ତି ପ୍ରାପ୍ତ ହୋଇଥାଏ। ତୋର ମୋର, ଛୋଟ ବଡ଼, ନିଜର ପର, ଏହି ଭାବନାକୁ ଦୂରେଇ ଦିଅ, ତାପରେ ଦେଖିବ ସମସ୍ତେ ଆପଣାର ଲାଗିବେ। ଗୁରୁ ସିଏ ଶ୍ରେଷ୍ଠ ହୋଇଥାଏ, ଯାହାଙ୍କ ପ୍ରେରଣାରେ କାହାର ଭବିଷ୍ୟତ ବଦଳିଥାଏ। କାହାର ମିତ୍ର ଶ୍ରେଷ୍ଠ ହୋଇନଥାଏ, ଯାହାର ସଙ୍ଗତରେ ମିତ୍ରର ଚରିତ୍ର ବଦଳିଥାଏ। ସତରେ ଆଜିର ଦୁନିଆରେ ମଣିଷକୁ ଚିହ୍ନିବା ବହୁତ କଷ୍ଟ, କାରଣ ଆଜି ଯିଏ ତୁମ ଆଗରେ ତୁମର ପ୍ରଶଂସା କରୁଛି, କାଲି ସେ ପୁଣି ଆଉ କାହା ଆଗରେ ତୁମ ବିଷୟରେ ଖରାପ କଥା କହୁଛି। ଜୀବନରେ ଗୋଟେ କଥା ମନେ ରଖିଥିବେ, କିଏ କିଛି ବି କହୁ ନିଜେ ନିଜକୁ ଶାନ୍ତ ରଖନ୍ତୁ, କାରଣ ଖରା ଯେତେ ବି ଟାଣ ହେଉନା କାହିଁକି, ସମୁଦ୍ରକୁ କେବେ ଶୁଖାଇ ପାରିନଥାଏ। ଯଦି ଜୀବନରେ କାହା ପାଇଁ କିଛି ଭଲ କରୁଛନ୍ତି, ତେବେ କେବଳ ବ୍ୟର୍ଥ ଯିବ ନାହିଁ। ଯାହା ପାଇଁ କରିଛନ୍ତି ସିଏ ହୁଏତ ଭୁଲି ଯାଇପାରେ, କିନ୍ତୁ ଈଶ୍ୱର ନୁହନ୍ତି। କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇ ହିଁ ଦେବେ। କେବଳ ସେଇମାନଙ୍କ ଉପରେ ଭରସା କରନ୍ତୁ, ଯିଏ ଆପଣଙ୍କ ଭିତରେ ଏହି 3ଟି ଜିନିଷ ଦେଖିପାରୁଥିବ। ନମ୍ବର 1, ହସ ପଛରେ ଥିବା ଦୁଃଖ। ନମ୍ବର 2, ରାଗ ପଛରେ ଥିବା ଭଲ ପାଇବା। ନମ୍ବର 3, ନୀରବ ରହୁଥିବାର କାରଣ। ମଣିଷର କର୍ମ ତାକୁ ତାର ପରିଚୟ ଦିଏ। ଯିଏ ଯେମିତି କର୍ମ କରେ ସେ ସେମିତି ଫଳ ପାଇଥାଏ। ତେଣୁ କର୍ମଫଳ ଉପରେ ଆଶା ନ ରଖି ସତ ମାର୍ଗରେ ଚାଲିବା ଶିଖନ୍ତୁ। ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲି ଯାଉ ଯେ ସ୍ୱୟଂ ଭଗବାନ ମଧ୍ୟ ବନବାସର ଦୁଃଖ ସହିବାକୁ ପଡ଼ିଥିଲା, କାରଣ ଏ ଦୁନିଆରେ ଜନ୍ମ ନେଲେ ମାନେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡ଼ିଥାଏ। ଶ୍ରୀକୃଷ୍ଣ କୁହନ୍ତି, ଦୁନିଆରେ ସବୁ ଖେଳ ଖେଳି ନେବ, କିନ୍ତୁ ଭୁଲରେ ବି କାହା ଭାବନା ସହିତ ଖେଳ ନାହିଁ, କାହିଁକି ନା ଏହା ହେଉଛି ସେହି ଦୋଷ ଯାହାକୁ ମୁଁ କେବେ କ୍ଷମା କରିନଥାଏ। ଭଗବାନ ଆଉ ମଣିଷଙ୍କ ମଧ୍ୟରେ ପାର୍ଥକ୍ୟ ଏତିକି ଯେ ଭଗବାନ ମଣିଷ ଚିହ୍ନିବା ଭୁଲ କରନ୍ତି ନାହିଁ, ହେଲେ ମଣିଷ ମଣିଷକୁ ଚିହ୍ନିବା ପାଇଁ ସବୁବେଳେ ଭୁଲ କରିଥାଏ। ଦର୍ଶକ ବନ୍ଧୁ, ଆଜି ପାଇଁ ଏତିକି। ରହୁଛି। ନମସ୍କାର। ଜୟ ଜଗନ୍ନାଥ।